ସୋରିଷ ଫସଲ ନିଶ୍ଚିତ ଭାବରେ ଲାଭଜନକ। ଧାନ କଟା ପରେ ପରେ ଯେଉଁ ଜମି ଫାଙ୍କା ରହେ ସେଥିରେ ଯଦି ସୋରିଷ ଫସଲ କରାଯାଏ ତାହେଲେ ଯେଉଁ ସୋରିଷ ଫଳିବ ସେଥିରୁ ବର୍ଷ ସାରା ତରକାରୀ ପାଇଁ ସୋରିଷ କିଛି ରଖିପାରିବେ, ଗୋଟା ସୋରିଷ, ଆଉ କିଛି ତେଲ ପେଡ଼ି ଆପଣ ପିଓର ସୋରିଷ ତେଲ ନିଜେ ବ୍ୟବହାର କରିପାରିବେ। ଆପଣଙ୍କର ଘରର ଲୋକମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ। କାହିଁକିନା ଆଜିକାଲି ବଜାରରେ ଯେଉଁ ସୋରିଷ ତେଲ ମିଳୁଛି ତା ପୁରା ଭେଜାଲ। ସେଥିରେ କ'ଣ ନାହିଁ କ'ଣ ମିଶୁଛି ଆଉ କେଉଁ ରୋଗ ସେ ଧରିକି ପଳେଇ ଆସୁଛି ସେଇଟା ଜାଣିବା ମୁସ୍କିଲ। ସୋରିଷ ଚାଷ ପାଇଁ ବେଶୀ କିଛି ପରିଶ୍ରମ ନାହିଁ। ମଞ୍ଜି ଫୋପାଡ଼ି ଦେବେ, ଥରେ ଦୁଇ ଥର ପାଣି ଦେଲେ ଭଲ, ହେଲେ ଟିକେ ଅଧିକ ଉତ୍ପାଦନ ହେବ। ଆଉ ୟାର ଫସଲର ସମୟ ବହୁତ କମ୍, 45 ଦିନରୁ 60 ଦିନ ଭିତରେ ଏହାର ଅମଳ ମଧ୍ୟ ହେଇଯିବ। ଆଉ ଗୋଟିଏ ଏହାର ଭଲ କଥା ହେଲା ଯେତେବେଳେ ଫୁଲ ଫୁଟିବ, ଆଉ ମୋର ତ ମହୁ ବାକ୍ସ ଅଛି, ତେଣୁ ମହୁମାଛିମାନେ ଏଥିରୁ ମହୁ ମଧ୍ୟ ସଂଗ୍ରହ କରିବେ। ତେଣୁ ଏଠି ପରାଗ ସଙ୍ଗମ ହେଇକି ଅଧିକ ସୋରିଷ ଉତ୍ପାଦନ ହେବା ସହିତ ମହୁ ବାକ୍ସରେ ଅଧିକ ମହୁ ଉତ୍ପାଦନ ହେବ। ତେଣୁ ଗୋଟିଏ ଗୁଳିର ଦୁଇଟି ଶିକାର ଭଳି ଏ ଚାଷ ନିଶ୍ଚିତ ଭାବରେ ଉପାଦେୟ, ଉପଯୋଗୀ ଏବଂ ଖାଲି ପଡ଼ିଥିବା ଜମି ଏଇ ଶୀତ ଦିନରେ ଯେଭଳି ଭାବରେ ଅନ୍ୟାନ୍ୟ ସବୁ ଉଇଡ୍ ଯାହାକୁ କହନ୍ତି ବାଳୁଙ୍ଗା ଜାତୀୟ ଜିନିଷ ହେଇଯାଏ, ସିଏ ହେବନି। ଜମି ଭଲ ରହିବ, ଉର୍ବର ରହିବ। ସିଏ ହେଉଛି ଆମର ସୋରିଷ ଫସଲର ଉପାଦେୟତା।